ॐ ततो युध्य परिशान्तम् समरे चिन्तया स्थितम् रावणं चाग्रतो दुष्टं युधया समुपस्थितम् दैव तस्य समागम्यम् दृष्टोमभ्यागतो रणम् उपगम्यम् ब्रवीत् रामो मगोस्त भगवतातम् भगङ्बा सदम् ଭଗବାନ ସଦା। ଯେତେବେଳେ ଆପଣଙ୍କର ରାମାୟଣରେ ମହାଭାରତ ଆପଣଙ୍କର ଯୁଦ୍ଧ ଚାଲିଥିଲା ରାମ ଆଉ ରାବଣଙ୍କର, ସେ ସମୟରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଅଗସ୍ତ୍ୟ ମୁନିଙ୍କ କଥାରେ ସୂର୍ଯ୍ୟ ପୂଜା କରିଥିଲେ। ଯୋଉ ସୂର୍ଯ୍ୟ ପୂଜା ଆଜି ଏ ବିଷ୍ଣୁମୁଖ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଏଠି ହଉଅଛି। ତାପରେ ଏ ଅର୍ଥର ଶୋକ ହଉଛି, ତାପରେ ଯୁଦ୍ଧ କରିବାକୁ ଉପସ୍ଥିତ ଥିବା ରାବଣକୁ ସମ୍ମୁଖରେ ଦେଖି ଯୁଦ୍ଧକ୍ରାନ୍ତ ରାମ ଯୁଦ୍ଧଭୂମିରେ ଚିନ୍ତିତ ହୋଇ ଠିଆ ହୋଇଗଲେ। ସେତେବେଳେ ଦେବତା ମାନଙ୍କ ସହିତ ମିଶି ଯୁଦ୍ଧକୁ ଦେଖିବାକୁ ଆସିଥିବା ଭଗବାନ ଅଗସ୍ତ୍ୟ ଋଷି ରାମକୁ ନିକଟକୁ ଆସି କହିଲେ, କଣ କହିଲେ? ରାମ ମହାବାହୁ ଶୁଣୁ ଗୁହ୍ୟ ସନାତନମ୍ ଯେନ ସର୍ବା ନରୀ ନିବଶ୍ଚ ସମରେ ବିଜୟୀ ଶିଷ୍ୟଂ। କହିଲେ, ହେ ବତ୍ସ ରାମ, ହେ ମହାବାହୁ ରାମ, ଇଏ ହଉଛି ଗୋପନୀୟ ସନାତନ ଧର୍ମ ବା ସ୍ତୋତ୍ର। ଆକୁ ଶୁଣ, ଯାହା ଦ୍ୱାରା ତୁମେ ସମସ୍ତ ଶତ୍ରୁକୁ ଯୁଦ୍ଧରେ ଜୟ କରିପାରିବ, ତୁମ୍ଭର ସର୍ବ ବିଘ୍ନ ବିନାଶନ ହବ। ବୋଲ ଆମଦେକବାର ହରି ହରି ବୋଲ। ପୁଣି କହିଲେ, ଆଦିତ୍ୟ ହୃଦୟଂ ପୁଣ୍ୟଂ ସର୍ବ ଶତ୍ରୁ ବିନାଶନଂ ଜୟାବହଂ ଜପ ନିତ୍ୟଂ ମଖୟ ପରମଂ ଶିବଂ ସର୍ବ ମଙ୍ଗଳ ମାଙ୍ଗଲ୍ୟଂ ସର୍ବ ପାପ ପ୍ରଣାଶନଂ ଚିନ୍ତା ଶୋକ ପ୍ରଶମନ ବାୟୁ ବର୍ଧ ନମୁତମମ୍। କହିଲେ, ହେ ବତ୍ସ ରାମ, ମୁଁ ଯୋଉ ସ୍ତୋତ୍ର କହୁଛି ଏ ହଉଛି ଆଦିତ୍ୟ ହୃଦୟ ସ୍ୱୟଂ ନାରାୟଣ ଯେ ଦେଖା ଯାଉଛନ୍ତି ଜଗତକୁ। ଆଉ କେହି ନାରାୟଣ ଦେଖା ଯାଉନାହାନ୍ତି। ଏ ସବୁ ଦେଖୁଛନ୍ତି ତମେ କଣ କରୁଛ, କଣ ନ କରୁଛ, କଣ କରିବ, କଣ କରିଥିଲ, ସବୁ ସେ ଦେଖୁଛନ୍ତି। ଏ ପୁଣ୍ୟଜନକ ଏଇ ସୂର୍ଯ୍ୟ ଶତ୍ରୁ ବିନାଶକ, ବିଜୟ ପ୍ରାପକ, ନିତ୍ୟ ଅକ୍ଷୟ ଓ ପରମ କଲ୍ୟାଣମୟ ଜପନୀ ସ୍ତୋତ୍ର ଅଟେ। ଏହା ସମସ୍ତ ମଙ୍ଗଳ ଠାରୁ ଅଧିକ ମଙ୍ଗଳପ୍ରଦ ଓ ସମସ୍ତ ପାପ ବିନାଶକ ଏବଂ ପ୍ରତ୍ୟେକ ଜୀବର ଚିନ୍ତା ଶୋକ ଦୂର କରିବାରେ ଏବଂ ଆୟୁ ବା ପରମାୟୁ ବର୍ଦ୍ଧନ କରିବାରେ ଏହା ଏକ ଉତ୍ତମ ସାଧନା ଅଟେ। ତେଣୁ ରାମ କହିଲେ, ହେ ଗୁରୁଦେବ, ତାପରେ କଣ ହେଲା? ରଶ୍ମିମନ୍ତ ସମୁଦନ୍ତ ଦେବାସୁର ନମସ୍କୃତମ୍ ପୂଜୟସ୍ୟ ବିଭସନ୍ତ ଭାସ୍କର ଭୁବନେଶ୍ୱରମ୍। କହିଲେ,
ହେ ଭଗବାନ ସୂର୍ଯ୍ୟ, ଆପଣ ରଶ୍ମିମାନ, ଉଦୟମାନ ଏବଂ ଦେବତା ଅସୁର ମାନଙ୍କ ଦ୍ୱାରା ନମସ୍କୃତ ସେ ବିବସ୍ୱାନ ନମସ୍ତେ। ଏ ସୂର୍ଯ୍ୟ ନାରାୟଣ ଆପଣଙ୍କୁ ନମସ୍କାର। ପୁଣି କହିଲେ, ହେ ପ୍ରଭୁ ସୂର୍ଯ୍ୟଦେବ, ଆପଣ ହଉଛନ୍ତି ଜଗତ ପ୍ରକାଶକ ଭାସ୍କର, ଭୁବନର ଈଶ୍ୱର। ରଶ୍ମିମତେ ସମୁଦ୍ରତେ ଦେବାସ୍କର ନମସ୍କୃତ ବିବସ୍ୱତେ ଭାସ୍କର ଭୁବନେଶ୍ୱରାୟ। ଏହି ମନ୍ତ୍ର ଦ୍ୱାରା ତୁମକୁ ପୂଜା କରୁଛନ୍ତି ବା କରିଲେ ମନସ୍କାମନା ସିଦ୍ଧି ହବ। ତାପରେ ପୁଣି କହିଲେ, ସର୍ବାଦେବାତ୍ମକ ହସ୍ୟ ତେଜସୀ ରସି ଭାବନମ୍ ଏସ ଦେବାସୁରା ଗଣା ଲୋକାନା ପାତି ଗର୍ଭସ୍ଥିବି। କହିଲେ, ହେ ସୂର୍ଯ୍ୟ, ତୁମେ ସମସ୍ତ ଦେବତାଙ୍କର ସ୍ୱରୂପ। ତୁମେ ସ୍ୱୟଂ ନାରାୟଣ, ତେଜସ୍ୱୀ ରଶ୍ମି ଦ୍ୱାରା ସମଗ୍ର ଜଗତକୁ ସ୍ଫୂର୍ତ୍ତି ପ୍ରଦାନ କରୁଛନ୍ତି, ଯେ ନିଜର କିରଣ ଦ୍ୱାରା ବା ରଶ୍ମି ଦ୍ୱାରା ଦେବତା ଅସୁର ଆଦି ପ୍ରାଣୀମାନଙ୍କୁ ପାଳନ କରୁଛନ୍ତି। ପୁଣି କହିଲେ, ଏସା ବ୍ରହ୍ମ ବିଷ୍ଣୁ ଶିବ ସ୍କନ୍ଦ ପ୍ରଜାପତି ମହେନ୍ଦ୍ର ଧନଦୋ କାଳ ଯମ ସୋମାଂ ହପାପତି। ହେ ପ୍ରଭୁ, ତୁମେ ହଉଛ ବ୍ରହ୍ମା, ତୁମେ ହଉଛ ବିଷ୍ଣୁ, ତୁମେ ହଉଛ ଶିବ, ତୁମେ ହଉଛ ସ୍କନ୍ଦ, ତୁମେ ହଉଛ ପ୍ରଜାପତି ଓ ଦେବତା ମାନଙ୍କର ମହେନ୍ଦ୍ର ଓ ଧନ ଦାତା କୁବେର। ସେ ତୁମେ ହଉଛ କାଳ, ତୁମେ ହଉଛ ଯମ, ତୁମେ ହଉଛ ସୋମ, ତୁମେ ହଉଛ ଜଳପତି ବରୁଣ, ତୁମେ ହଉଛ ସବୁକୁ ଆଦିତ୍ୟ ନାରାୟଣ। ପୁଣି କହିଲେ, ପିତର ବାସବ ସାଧ୍ୟ ଅସିନୌ ମରୁତ ମନୁ ବାୟୁ ଅଗ୍ନି ପ୍ରଜା ପ୍ରାଣ ଋତୁକର୍ତ୍ତା ପ୍ରଭାକର। ହେ ସୂର୍ଯ୍ୟ ନାରାୟଣ, ଆପଣ ହଉଛନ୍ତି ପିତୃଗଣ, ଆପଣ ହଉଛି ବସୁଗଣ, ଆପଣ ହଉଛି ସାଧ୍ୟଗଣ, ଆପଣ ଦୁଇ ଅଶ୍ୱିନୀ କୁମାର ଯୋଉ ଦୁଇ ଅଛନ୍ତି, ମରୁତଗଣ ଓ ମନୁ। ଆପଣ ହଉଛନ୍ତି ସେଇ ଯୋଉ ବାୟୁ ବହୁଛି, ଆପଣ ସେଇ ବାୟୁ, ଆପଣ ସେଇ ଅଗ୍ନି, ସମଗ୍ର ପୂଜା ଓ ପ୍ରାଣବାୟୁ ଶରୀରରେ ଅଟନ୍ତି। ହେ ଶିବ, ହେ ସୂର୍ଯ୍ୟ, ଋତୁ ପ୍ରବର୍ତ୍ତକ ଓ ପ୍ରଭାକର ଆପଣ ହିଁ, ଋତୁ ଆପଣ ହିଁ। ଆଦିତ୍ୟ ସବିତା ସୂର୍ଯ୍ୟ ଖଗ ପୁଷା ଗବସ୍ତିମାନ ସୁବର୍ଣ୍ଣ ଦୁଃଶ ଭାନୁ ହିରେତା ଦିବାକର। ଆପଣଙ୍କର ପୁଣି କହିଲେ, ହେ ଆଦିତ୍ୟ ମଣ୍ଡଳର ଦେବତା, ଜଗତ ପ୍ରସବକାରୀ ସବିତା, ହେ ସୂର୍ଯ୍ୟ ନାରାୟଣ, ଆପଣ ଆକାଶଗାମୀ ଓ ଜଗତ ପାଳକ ପୁଷା ଓ କିରଣମୟ। ସେ ସୁବର୍ଣ୍ଣମୟ ପୁରୁଷ ଜଗତ ପ୍ରକାଶକୁ ଭାନୁ କୁହନ୍ତି। ସେ ବ୍ରାହ୍ମଣ ବା ବ୍ରହ୍ମାଣ୍ଡ ଉତ୍ପତ୍ତି ବୀଜ, ହିରଣ୍ୟରେତା ଓ ଦିବସର ପ୍ରକାଶିତ ଦିବାକର। ଘୁଣି ସୂର୍ଯ୍ୟ ଆଦିତ୍ୟ ନାରାୟଣ ବୋଲେ ଆମେ ଯଜ୍ଞରେ ପୂଜା କରୁଛୁ। ହରିଦସ୍ୟୋସ୍ରସାତି ସପ୍ତ ସପ୍ତି ମରିଚିମାନ ତିମିରୋ ମନ୍ଥନ ସଂଭୁସ୍ତାଟ୍ ମାର୍ତ୍ତଣ୍ଡକୋ ସୁମାନ। ହେ ସେଇ ସୂର୍ଯ୍ୟ ହିରତ୍ବର୍ଣ୍ଣ ଅଶ୍ୱଯୁକ୍ତ ସ୍ରଶିର ରଶ୍ମିଯୁକ୍ତ ସପ୍ତ ଅଶ୍ୱଯୁକ୍ତ ଓ କିରଣବାନ, ସେ ଅନ୍ଧକାରକୁ ବିନାଶ କରିଛନ୍ତି। ସେ ସମସ୍ତ ମଙ୍ଗଳର ଉତ୍ସ, ସେ ଭକ୍ତ ଦୁଃଖହାରୀ, ଜଗତ ସଂହାରକାରୀ, ତୃଷ୍ଣା ବ୍ରହ୍ମାଣ୍ଡର ଜୀବନଦାତା ମାର୍ତ୍ତଣ୍ଡ ଓ ଅଂଶୁମାନ ଘୁଣି ସୂର୍ଯ୍ୟ ଆଦିତାୟ ନମ। ହରି ବୋଲ। ହିରଣ୍ୟଗର୍ଭା ଶରୀରୋ ତପନୋ ଭାସ୍କର ରବି ଅଗ୍ନିଗ୍ରଭୋ ଦୈତ୍ୟପୁତ୍ର ଶଙ୍କ ଶିଶିର ନାଶନ। ହେ ପ୍ରଭୁ ସୂର୍ଯ୍ୟ, ତୁମେ ହଉଛ ହିରଣ୍ୟଗର୍ଭ ବ୍ରହ୍ମା, ତୁମେ ଶୀତ ଜଳ ସ୍ୱଭାବ ଶିଶିର। ହେ ତପଜନକ ତପନ, ତୁମେ ଦିବାକର। ହେ ପ୍ରଭୁ, ତୁମେ ସମସ୍ତ ସ୍ଥିତିର ପାତ୍ର ରବି, ସେ ଅଗ୍ନିଗର୍ଭ, ସେ ଆଦିତ୍ୟଙ୍କ ପୁତ୍ର, ସେ ଆନନ୍ଦ ସ୍ୱରୂପ ବ୍ୟାପକ ଶଙ୍ଖ ଓ ସେ ଶୀତ ନାଶକ, ଶୀତକୁ ନାଶନ କରନ୍ତି।
ପୁଣି କହିଲେ ବ୍ୟମନା ସତ ମୋ ଭେଦି ରୁଜୁ ସମପାରଗମ ଘନା ପୁଷ୍ଟିରପାମିତ୍ରୋ ବିନ୍ଧ୍ୟା ପୀତପ୍ଲଗମ। ଏ ପ୍ରଭୁ, ସେଇ ଯୋଉ ଆକାଶରେ ଆପଣ ଉଜେଇଛନ୍ତି ସେ ହଉଛି ଆକାଶ ସ୍ୱାମୀ। ଆପଣ ନିଜେ ବ୍ୟାମନାଥ, ଅନ୍ଧକାରକୁ ବିନାଶ କରନ୍ତି ଏବଂ ସେଇ ଯୋଉ ଆପଣଙ୍କ ବେଦ କହିଛନ୍ତି ଯାଜ୍ଞବଲ୍କ୍ୟକୁ, ସେ ରୋଗ ଯଜୁ ସାମବେଦର ଜ୍ଞାତା ଓ ଘନପୁଷ୍ଟିର କାରକ, ଯେ ଜଳର ଉତ୍ପାଦକ, ସେ ଆକାଶର ଆପଣଙ୍କର ତୀବ୍ର ଗତି କରୁଛନ୍ତି ବା କରନ୍ତି। ଅତପି ମଣ୍ଡଳୀ ମୃତ୍ୟୁ ପିଙ୍ଗଳଂ ସର୍ବତାପନ କବି ବିଶ୍ୱ ମହାତେଜ ରକ୍ତ ସର୍ବୋ ଭବଦ୍ଭବ। ସେ ପ୍ରଭୁ ସୂର୍ଯ୍ୟ ତାପମୟ କିରଣ ମଣ୍ଡଳ ଯୁକ୍ତ ଜଗତର ମୃତ୍ୟୁ ସମ୍ପାଦକ, ପିଙ୍ଗଳବର୍ଣ୍ଣ ସମତ ଜଗତର ଉତାପଦାତା, ତ୍ରିକାଳଦର୍ଶୀ, ବିଶ୍ୱସ୍ୱରୂପ, ମହାତେଜସ୍ୱୀ, ସେ ରକ୍ତବର୍ଣ୍ଣ ଏବଂ ସମସ୍ତ ଉତ୍ପତ୍ତି ଅଭ୍ୟୁଦୟର ସେଇ ସୂର୍ଯ୍ୟ ହିଁ କାରଣ। ନକ୍ଷତ୍ରାଘ୍ରତାରାଣମଦୀପೋ ବିଶ୍ୱଭାବନ ତେଜସାମପି ତେଜସୀ ଦଦସ୍ତ୍ୱାତ୍ମନ ନମୋସ୍ତୁତେ। ହେ ପ୍ରଭୁ, ତୁମେ ସେ ସମସ୍ତ ନକ୍ଷତ୍ର ଅଟ, ତୁମେ ସେ ଗ୍ରହ ଅଟ ଓ ତାରା ମାନଙ୍କର ଅଧୀଶ୍ୱର ଅଟ। ହେ ଜଗତର ରକ୍ଷାକାରୀ ସେ ପ୍ରଭୁ ସୂର୍ଯ୍ୟ ସମସ୍ତ ତେଜସ୍ୱୀ ମାନଙ୍କର ଠାରୁ ମଧ୍ୟ ଅଧିକ ତେଜୀୟାନ। ହେ ଦ୍ୱାଦଶ ଆଦିତ୍ୟ ସ୍ୱରୂପ ସୂର୍ଯ୍ୟ, ତୁମକୁ ନମସ୍କାର। ତୁମେ ସ୍ୱୟଂ ନାରାୟଣ, ତୁମେ ଜଗତର ସବୁ କିଛି। ସେଠୁ ପୁଣି କହିଲେ ନମ ପୂର୍ବାୟ ଗିରିବେ ପଶ୍ଚିମାଦ୍ରେ ନମ ଜ୍ୟୋତିଗଣାପତେ ଦିନାଧିପତେ ନମ ଜୟାୟ ଜୟଭଦ୍ରାୟ ଯଶାୟ ନମ 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 ସାକ୍ଷୋ ଆଦିତାୟ ନମ ନମ। ପୁଣି କହିଲେ ହେ ପ୍ରଭୁ, ତୁମେ ପୂର୍ବ ଦିଗରେ ଉଦୟାଚଳର ଅଧିଷ୍ଠାତ୍ରୀ ଦେବତାକୁ ଅଟ, ତେଣୁ ହେ ପ୍ରଭୁ ତୁମକୁ ନମସ୍କାର। ପଶ୍ଚିମ ଦିଗସ୍ଥ ଅସ୍ତାଚଳର ଅଧିଷ୍ଠାୟୀ ଦେବତା, ହେ ପ୍ରଭୁ ତୁମକୁ ନମସ୍କାର। ଗ୍ରହ ନକ୍ଷତ୍ର ମାନଙ୍କ ଅଧିପତି ଓ ଦିବସର ଅଧିପତି, ହେ ପ୍ରଭୁ ତୁମକୁ ନମସ୍କାର। ତାପରେ କହିଲେ ହେ ସହସ୍ରାଶିଷ ଗଣ, ତୁମେ ଜୟମୂର୍ତ୍ତି, ତୁମେ ବିକାଶ ମୂର୍ତ୍ତି, ହିରଣ୍ୟବର୍ଣ୍ଣ ଅସଯୁକ୍ତ ଆଦିତ୍ୟ, ହେ ପ୍ରଭୁ ତୁମକୁ ବାରମ୍ବାର ନମସ୍କାର, ବାରମ୍ବାର ନମସ୍କାର। ଘୁଣି ସୂର୍ଯ୍ୟ ଆଦିତ୍ୟାୟ ନମ ନମ। ନମ ଉଗ୍ରାୟ ବୀରାୟ ସାରଙ୍ଗାୟ ନମୋ ନମ। ନମ ପଦ୍ମ ପ୍ରବୋଧାୟ ପ୍ରଚଣ୍ଡାୟ ନମ ନମ। ଆପଣ ପ୍ରଭୁ ସୂର୍ଯ୍ୟ, ଯେ ଉଗ୍ର ସେ ବୀର ସୂର୍ଯ୍ୟଦେବଙ୍କୁ ନମସ୍କାର। ଷଷ୍ଠାଙ୍ଗ, ହେ ପ୍ରଭୁ ଆପଣ ଶୀଘ୍ରଗାମୀ ଦେବଙ୍କୁ ବାରମ୍ବାର ନମସ୍କାର, ବାରମ୍ବାର ନମସ୍କାର। ପଦ୍ମପୁଷ ବିକାଶକାରୀ ସୂର୍ଯ୍ୟ ଦେବତାଙ୍କୁ ଆମର ବାରମ୍ବାର ନମସ୍କାର। ପ୍ରଚଣ୍ଡ ତେଜ ସ୍ୱରୂପକୁ, ହେ ପ୍ରଭୁ ତୁମକୁ ବାରମ୍ବାର ନମସ୍କାର। ବ୍ରହ୍ମା ସାଣା ଚ୍ୟୁତେ ସାୟ ସୁରେୟା ଆଦିତ୍ୟ ବଚ୍ଚସେ ଭାସତେ ସର୍ବକ୍ଷାୟ ରୁଦ୍ରାୟ ବପୁଷେ ନମ। ହେ ପ୍ରଭୁ, ସେ ବ୍ରହ୍ମା ହଉଛନ୍ତି ଆପଣ, ସେ ବିଷ୍ଣୁ ହଉଛି ଆପଣ ଈଶ୍ୱର, ତେଣୁ ପ୍ରଭୁ ଆପଣଙ୍କୁ ନମସ୍କାର। ହେ ଆଦିତ୍ୟ ମଣ୍ଡଳର ତେଜମୂର୍ତ୍ତି ଜ୍ଞାନମୟ ସୂର୍ଯ୍ୟ, ହେ ପ୍ରଭୁ ଆପଣ ନମସ୍କାର। ସର୍ବ ପ୍ରକାଶକ, ସର୍ବ ରକ୍ଷକ, ଭୟଙ୍କର ରୂପଧାରୀ, ରୁଦ୍ର ରୂପଧାରୀ ଶ୍ରୀ ପ୍ରଭୁ ତୁମକୁ ନମସ୍କାର। ତମୋଘ୍ନାୟ ହିମଗ୍ନାୟ ଶତ୍ରୁଘ୍ନାୟ ମିତାତ୍ମନେ କୃତଘ୍ନାୟ ଦେବାୟ ଜ୍ୟୋତିଷାପତये ନମ। ତପ୍ତ ଚାମି କରାଭାୟ ହରେୟ ବିଶ୍ୱକର୍ମଣେ ନମସ୍ତୋ ଅବିଘ୍ନାୟ ରୁଚେୟ ଲୋକସାକିଣେ। ପ୍ରଭୁ, ସେ ଅନ୍ଧକାର ବିନାଶକାରୀଙ୍କୁ, ହିମ ବା ଜଡତା ବିନାଶକାରୀଙ୍କୁ, ଶତ୍ରୁ ବିନାଶକାରୀଙ୍କୁ, ଅମିତ ସ୍ୱରୂପକୁ, କୃତଘ୍ନ ବିନାଶକାରୀକୁ ଓ ଗ୍ରହ ନକ୍ଷତ୍ର ମାନଙ୍କର ସ୍ୱାମୀ, ହେ ପ୍ରଭୁ ସୂର୍ଯ୍ୟ ଆପଣଙ୍କୁ ବାରମ୍ବାର ନମସ୍କାର, ବାରମ୍ବାର ନମସ୍କାର, ବାରମ୍ବାର ନମସ୍କାର। ତେଣୁ କହିଲେ ତପ୍ତ ସୁବର୍ଣ୍ଣ ସଦୃଶ କିରଣ ବିଶିଷ୍ଟ ସୂର୍ଯ୍ୟଙ୍କୁ, ଅଶେଷ ଅଜ୍ଞାନହାରୀ ସୂର୍ଯ୍ୟଙ୍କୁ, ବିଶ୍ୱ ସୃଷ୍ଟିକାରୀ ସୂର୍ଯ୍ୟଙ୍କୁ, ସର୍ବତ ଭାବେ ଅନ୍ଧକାର ବିନାଶକାର ଚିତ୍ ଶକ୍ତି ଉଦ୍ଦୀପନ ସମସ୍ତ ପାପ ପୁଣ୍ୟମୟ ସାକ୍ଷୀ ସୂର୍ଯ୍ୟଙ୍କୁ ନମସ୍କାର। ସେ ସବୁ ଦେଖୁଛନ୍ତି, କିଛି କାହାକୁ କିଛି କହୁନାହାନ୍ତି, ସବୁ ପଢୁଛନ୍ତି, କଫ ଶିପ ମୂତ ସବୁ କାହାକୁ କିଛି କହୁନାହାନ୍ତି। ତେଣୁ ତାଙ୍କୁ କହୁଛନ୍ତି ନାଶୟୋ ତସ୍ୟ ବୈଭୂତ ତୋମେଶ ସୃଜତି ପ୍ରଭୁ ପାୟତସ୍ୟ ତପତେଶ ବିଶତୋଷୋ ଗର୍ଭସ୍ତେବି। ଏଷ ସପ୍ତେଷୁ ଜାଗୃତି ଭୂତେଷୁ ପରିନିଶ୍ଚିତ ଏତା চ ব্যাত হোত চ ফলবেবাগ্নিহোত্রিয়াম দেবায় কুতশ্চৈব কুতুনা
ଫଳମୟ ବଚ ଜାନି କୃତ୍ୟାନି ଲେଖସୁ ସର୍ବେଷୁ ପରମ ପ୍ରଭୁ ଏନମା ପାଶୁ କୁଚ୍ଛେଷୁ କାନ୍ତରେଷୁ ଭୟେଷୁ च କିତେନ୍ତ ପୁରୁଷଂ କିଛି ନା ବସିଦତି ରାଘବ। କହିଲେ ହେ ପ୍ରଭୁ ତୁମେ ହଉଛ ସେଇ ସୂର୍ଯ୍ୟ ନିଶ୍ଚୟ ଭାବରେ ସମସ୍ତ ଭୂତ ପ୍ରପଞ୍ଚକୁ ବିନାଶ କରୁଛନ୍ତି ଏବଂ ପ୍ରଭୁ ରୂପେ ପୁନରାୟ ତାହାକୁ ସୃଷ୍ଟି କରୁଛନ୍ତି। ନିଜର କିରଣ ରାଶି ଦ୍ୱାରା ସେ ଜଳକୁ ସମୁଦ୍ରକୁ ପାନ କରୁଛନ୍ତି, ତପ୍ତ କରୁଛନ୍ତି, ବର୍ଷା ମଧ୍ୟ କରୁଛନ୍ତି। ତେଣୁ ପ୍ରାଣୀ ମାନଙ୍କର ସୁପ୍ତ ଥିଲେ ଏହି ସୂର୍ଯ୍ୟ ସେମାନଙ୍କୁ ମଧ୍ୟରେ ଅନ୍ତର୍ଯାମୀ ରୂପେ ଜାଗ୍ରତ କରାନ୍ତି, ଜାଗ୍ରତ ଥାନ୍ତି। ଏହି ସୂର୍ଯ୍ୟ ଅଗ୍ନିହୋତ୍ର ହୋମ ଏବଂ ସେ ମଧ୍ୟ ଅଗ୍ନିହୋତ୍ର ଯଜ୍ଞ ଅଗ୍ନିହୋତ୍ର ମାନଙ୍କର ହୋମ ଫଳକୁ ଗ୍ରହଣ କରନ୍ତି ବା ହୋମ ଫଳ ନିଜେ ଅଟନ୍ତି। ପୁଣି କହିଲେ ସମସ୍ତ ଯଜ୍ଞ ଯଜ୍ଞ ଭାଗ ଗ୍ରହଣକାରୀ ସମସ୍ତ ଦେବତା ସମସ୍ତ ଯଜ୍ଞ ଗୁଡିକର ଫଳ ହେଉଛନ୍ତି ସେଇ ସୂର୍ଯ୍ୟ। ମାନେ ଏଇ ଯେ ସୂର୍ଯ୍ୟ ଆକାଶରେ ଉଦୟ ସମସ୍ତ ଲୋକଙ୍କର ଯେଉଁ ସବୁ ଅନୁଷ୍ଠେୟ କର୍ମ ଅଛି ସେ ସବୁର ପରମ ନିୟତା ହେଉଛନ୍ତି ଏଇ ସୂର୍ଯ୍ୟ ଦେବତା। ତେଣୁ ହେ ରାମ, ହେ ବତ୍ସ ରାମ, ଏଇ ବିପଦ ସମୟରେ କଷ୍ଟ ସମୟରେ ଦୁର୍ଗମ ମାର୍ଗ ମାନଙ୍କରେ ଏବଂ ଭୟ ଆସିବା ସମୟରେ ଏହି ସ୍ତୋତ୍ରକୁ ଯେକୌଣସି ଲୋକ କୀର୍ତ୍ତନ କରିବ ବା ସ୍ମରଣ କରିବ ତାର ସବୁ ଦୁଃଖ କେବେ ଆଉ ଆସିବ ନାହିଁ ବା ଦୁଃଖ ଭୋଗ କରିବ ପାରିବେ ନାହିଁ। କିଏ ଅଗସ୍ତ୍ୟ ମର୍ଯ୍ୟାଦା ପୁରୁଷ ରାମକୁ କହିଲେ। ତେଣୁ ଆଜି ସୂର୍ଯ୍ୟ ପୂଜା ସମୟରେ ମୋତେ ଏ କଥା କହିବାକୁ ପଡୁଛି। ପୂଜୈଷୀ ନେମାକ୍ରୋ ଦେବଦୀବଂ ଜଗତ୍ପତେ ଏତତ୍ଗୁଣିତ ଜପ୍ତା ଯୁଦ୍ଧେଷୁ ବିଜୟ ସତି ଅସ୍ମିନ୍ କ୍ଷୀରେ ମା ବାହୋ ରାବଣ ତ ଜୟିଷ୍ୟତେ ଏବ ମୁକ୍ତା ତତ୍ ଜଗସ୍ତ୍ୟ ଜଗାମାତ ଯଥାଗତମ୍ ଏତ ସୁତ୍ୱା ମହାତେଜା ଶୋକୋ ଭବତ୍ତଦା ଧାରୟ ମାସ ସୁପ୍ରୀତୋ ରାଘଗୋପଜତାତ୍ମନଃ। କହିବାର ଅର୍ଥ ହଉଛି ଏ ମହାବାହୁ ରାମ ଜଗତର ପାଳନକର୍ତ୍ତା ଏହି ଦେବଦେବ ସୂର୍ଯ୍ୟଙ୍କୁ ତୁମ୍ଭେ ଏକାଗ୍ର ଚିତ୍ତରେ ପୂଜନ କର। ଏହି ସ୍ତୋତ୍ରକୁ 3 ଥର ପାଠ କରି ତୁମ୍ଭେ ସକଳ ଯୁଦ୍ଧରେ ବିଜୟ ଲାଭ କରିବ। ଏହି କ୍ଷଣେ ତୁମେ ରାବଣକୁ ବଧ୍ୟ କରିବ। ଏହା କହି ଅଗସ୍ତ୍ୟ ଋଷି ଯେପରି ଆସିଥିଲେ ସେହିପରି ଚାଲିଗଲେ। ତେଣୁ ଏହା ଶୁଣି ମହାତେଜୀ ମର୍ଦାପୁଷ ରାମ ଶୋକ ଦୂର ହୋଇଗଲା, ମୁହଁରେ ମନ୍ଦହସ ଆସିଲା, ଅତି ପ୍ରସନ୍ନ ହେଇଗଲେ। ରାମ ସୂର୍ଯ୍ୟ ଚିତ୍ତରେ ଏହି ସ୍ତୋତ୍ରକୁ ଗ୍ରହଣ କଲେ ଏବଂ ପାଠ କଲେ। ଆଦିତ୍ୟ ପ୍ରେକ୍ଷ ଜପତେ ଦପର ହସ ମୋମାତ୍ମାନଂ ତିରାଚାମ ଶୁଚି ଧୃତ୍ୱା ଧନୁରାଦୟ ବୀର୍ଯ୍ୟବାନ୍ ରାବଣ ଅପେକ୍ଷ ହୃଷ୍ଟାତ୍ମା ଜୟତାଂ ସମ୍ମୁଖାଗତଂ ସର୍ବଜତେ ନିୟମତା ଭୂତତ ସିଂ ବଦ ଭବେତ୍। ଏତେ କରିକି ବି ଏତେ ରାମଚନ୍ଦ୍ର ଏଇ ସ୍ତୋତ୍ର ଗ୍ରହଣ କଲେ ବା ପାଠ କଲେ, ସେ କଣ ହେଲା? ପରାକ୍ରମୀ ରାମ ଧନୁ ଧାରଣ କଲେ, ପବିତ୍ର ହେଲେ, 3 ଥର ଆଚମନ କଲେ, ସୂର୍ଯ୍ୟକୁ ଚାହିଁ ଏହି ସ୍ତୋତ୍ର ଜପ କରି ପରମ ଆନନ୍ଦ ଲାଭ କଲେ। ଆଚମନ କେମିତି କଲେ? ଏଇ ମନ୍ତ୍ର ଆଚମନ ସାଧାରଣତଃ କେହି କରନ୍ତି ନାହିଁ, ଆମେ କହିଦଉଛୁ ଏଇ ବେଦର ଆଚମନ। ରାମଚନ୍ଦ୍ର ସେଇ ଆଚମନ କରନ୍ତି। ଅମୃତ ପସଣ ବେଶୀ ସ୍ୱାହା ଅମୃତ ପିଧାନ ବସି ସ୍ୱାହା ସତ୍ୟ ଯଶ ଶ୍ରୀମୟୀ ଶ୍ରୟତାଂ ସ୍ୱାହା। ଏ ହଉଛି ପ୍ରକୃତ ଆଚମନ। କିନ୍ତୁ ବ୍ରାହ୍ମଣ ମାନେ କହୁଛନ୍ତି ଓଂ ବିଷ୍ଣୁ ଓଂ ବିଷ୍ଣୁ ଓଂ ବିଷ୍ଣୁ, କିନ୍ତୁ ଏ ଆଚମନ ହଉଛି ପ୍ରକୃତ ଆଚମନ। ତେଣୁ ସାଙ୍ଗେ ସାଙ୍ଗେ କଣ କଲେ? ସିଏ ନିଜେ ଆନନ୍ଦ ହୋଇକି ଜପ କଲେ। ତାପରେ କଣ ହେଲା? ରାବଣକୁ ଦେଖି ପ୍ରସନ୍ନ ଚିତ୍ତରେ ରାମ ଜୟ ଲାଭ କରିବା ପାଇଁ ଯୁଦ୍ଧ ଆରମ୍ଭ କଲେ। ଏଇ ସବୁ ପ୍ରକାର ମହାନ ପ୍ରଦତ୍ତ ସହିତ ରାବଣ ମଧ୍ୟରେ ନିଶ୍ଚିତ ହୋଇଗଲି ଯେ ମୁଁ ରାବଣକୁ ନିଶ୍ଚୟ ଏଇ ସୂତ୍ର ପଢି ପାଠ କରିବି ବୋଲି ଗୁରୁ କହିଯାଇଛନ୍ତି। ତ ଏ ହଉଛି ଆମର ରାମାୟଣରେ ଅଛି। ଆଉ ଆମେ ଆଜି ଯଜ୍ଞରେ ୟାକୁ କହୁଛୁ। ମାନେ ଆପଣଙ୍କର ଏଇ ସ୍ତୋତ୍ର ଅଥ ରବି ରବଦିନିରୀକ୍ଷ ରାମମ୍ ଅଥ ରବିରବଦିନିରୀକ୍ଷ ରାମମ୍ ମୁଦିତ ମହନା ପରମ ପୋଷ୍ୟମାଣମ୍ ନିଶିଚରଂ ପତି ସକୟା ବିଦ୍ୟୁତା ସୁର ଗଣ ମଧ୍ୟ ଗତୋ ବଚସ୍ତେମି। ମର୍ଦୁଦା ପୁରୁଷ ରାମ ଏହି ସମୟରେ ରାକ୍ଷସ ରାବଣକୁ ବିନାଶ କାଳ ଆସିଗଲା ବୋଲି ଜାଣିନେଲେ। ଦେବତା ମାନଙ୍କ ମଧ୍ୟରେ ଥିବା ସୂର୍ଯ୍ୟ ଦେବତା ଆନନ୍ଦ ହୋଇ ଅତି ପ୍ରସନ୍ନ ହୋଇଗଲେ ରାମଙ୍କ ଉପରେ।
ଏବଂ ରାମକୁ ଚାହିଁ ସୂର୍ଯ୍ୟ କହିଲେ, ହେ ରାମ, ତମେ ତ ମୋ ସ୍ତୋତ୍ର 3 ଥର ପାଠ କଲ, ଯାହା କରିବ ଶୀଘ୍ର କର, ଯାହା କରିବ ଶୀଘ୍ର କର, ଯାହା କରିବ ଶୀଘ୍ର କର। କିନ୍ତୁ ଏ ସ୍ତୋତ୍ର କହିବାର ଉଦ୍ଦେଶ୍ୟ ହଉଛି ବର୍ତ୍ତମାନ କଳିର କରାଳ ସମୟରେ ଆପଣ ଯେତେବେଳେ କଳି ଯୁଗ ଯାଉଛି, କଳି ସମସ୍ତଙ୍କୁ ଗ୍ରାସିଛି, ପରୀକ୍ଷିତକୁ ବି ଛାଡି ନଥିଲା। ତେଣୁ ମୋର କହିବା କଥା ଭକ୍ତ ମାନଙ୍କୁ, ତମେ ଦୈନନ୍ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର 3 ଥର ପାଠ କରି ତମେ ଶତ୍ରୁକୁ ଜୟ କର, ଏଇ ଯୋଉ ସ୍ମରଣ ସମୟ ତାକୁ ମୁଁ ଜୟ କର, ମର୍ଯାଦା ପୁରୁଷଙ୍କ ରାମଙ୍କର ଯୋଉ ଆପଣ ରାମତାରକ ତାକୁ ମୋର ଜପ। ମୋର କିଛି ଆର ନାଁ ଅଛି, ଆର ନ୍ୟାସ ଅଛି, ନ୍ୟାସଟା ବହୁତ ଟାଇମ ଲାଗିବ, ତେଣୁ ମୁଁ ନାଶ କହିପାରୁନି। ମାନେ ନାଶ ଗୁଡାକ ହଉଛି ଆପଣଙ୍କର ଯୋଉଟାକ ମୁଁ ଖାଲି ସତ୍ୟାସରେ ଆପଣଙ୍କୁ କହିଦେବି। ଯୋଉମାନେ ନାଶ କରିବେ ତାକୁ ଜପିବେ, ତାକୁ ଏମିତି ଜପିବେ, ଓଂ ଅସ୍ୟ ଆଦିତ୍ୟ ସ୍ତୋତ୍ରସ୍ୟ ଅଗସ୍ତ୍ୟ ଋଷି ଅନୁଷ୍ଠୁପ ଛନ୍ଦ ଆଦିତ୍ୟ ହୃଦ ଭଗବାନ ବ୍ରହ୍ମା ଦେବତା ନିରସ୍ତାଶେଷ ବିଘ୍ନତ ଏହା ବ୍ରହ୍ମ ବିଦ୍ୟା ସିଜୁ ଶ୍ରବତ ଜୟ ସିଧୁ ବିନିଯୋଗ ଓ ଅଗସ୍ତ୍ୟ ଋଷି ନିମ ଶିରସି ଅନୁଷ୍ଠୁପ ମୁଖେ ଆଦିତ୍ୟ ହୃଦୟ ନିମ ହୃଦି ଓಂ ବିଜୟ ନିମ ଗୃହେ ରଶ୍ମିଚୁ ପାଦେହୁ ତତ୍ସବିତୁର୍ଭର୍ଗୋ ଦେବ ସଦିମୟୀ ଧିଓଜନ ପ୍ରଚୋଦୟାତ୍ ଗାୟତ୍ରୀ କେଳିକ ନମ ନାଭ ଓ ରଶ୍ମିମତୀ ଅଙ୍ଗୁଷ୍ଠାମି ହୃଦୟ ନମ ସମୁତ୍ତ ଜିନ୍ବା ସିରି ସ୍ୱାହା ଓ ଦେବସ୍କୁନ ମଧ୍ୟ ବସିକାୟ ବିବସିତ ନମିକା କବିଚ ଭାସ୍କର କନିଷ୍ଠା ନେତ୍ର ଭୁବନେଶ୍ୱର କର୍ତ୍ତୃଷ୍ଟାପଟମ୍। ଏହା କରିବ ଏବଂ ଗାୟତ୍ରୀ 7 ବାର ବା 10 ବାର 2 ବାର ଜପି ଆପଣ ଏ ସୂତ୍ର ଟିକେ ଆରମ୍ଭ କରି ଆଗର ମାନେ ପ୍ରଥମେ ଏହାକୁ ଆରମ୍ଭ କରିବାକୁ ପଡିବ। ତେଣୁ ମୋର କହିବା କଥା, ବର୍ତ୍ତମାନ ସମୟ ଭାରି ଖରାପ, ତେଣୁ ପ୍ରତ୍ୟେକ ଭକ୍ତ ମାନେ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ, ନିଜେ ବଞ୍ଚନ୍ତୁ, ନିଜ ପରିବାରକୁ ବଞ୍ଚାନ୍ତୁ। ବୋଲ ଆଦିତ୍ୟ ନାରାୟଣ ସୂର୍ଯ୍ୟଙ୍କର ଏ ବିଷ୍ଣୁ ଦିବସରେ ବୋଲ ଆମ ଦେଖବାର ହରି ହରି ବୋଲ, ହରି ହରି ବୋଲ, ହରି ହରି।